ବର୍ତ୍ତମାନ ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ଆସିଲା ଆଉ ଏକ ବଡ଼ ଖବର। ଆପଣମାନେ ଜାଣିଛନ୍ତି ଯେ ଦାବି ପୂରଣ ନେଇ ଲୋୟର ପିଏମ୍ଜିରେ ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଆନ୍ଦୋଳନ କରୁଛନ୍ତି। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ ପୂର୍ବରୁ ସେମାନେ ବାରମ୍ବାର ଆନ୍ଦୋଳନ କରି ଦାବି ଶୁଣି ଆସୁଥିଲେ। ତେବେ ସରକାର କେବଳ ସେମାନଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଙ୍ଗନବାଡ଼ି ଦିଦିଙ୍କର ଦାବି ପୂରଣ କରିବାକୁ ଯାଉଛନ୍ତି। ସଂଘ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ସରକାରୀ ମାନ୍ୟତା ଯେପର୍ଯ୍ୟନ୍ତ ସରକାରୀକରଣ କରାଯାଏ ନାହିଁ, କର୍ମୀମାନଙ୍କୁ 18,000 ଟଙ୍କା ଏବଂ ସହାୟିକାମାନଙ୍କୁ 9,000 ଟଙ୍କା ପ୍ରଦାନ କରାଯିବ। ଘୋଷଣା କରାଯାଇଥିବା ପ୍ରତିଶ୍ରୁତି ନିୟମ ଅନୁଯାୟୀ କର୍ମୀମାନଙ୍କୁ 3,000, ସହାୟିକାମାନଙ୍କୁ 2,000 ଟଙ୍କା ବର୍ଦ୍ଧିତ ଦରମା, ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ କାର୍ଯ୍ୟ ଅନଲାଇନ୍ରେ ହେଉଥିବା କାରଣରୁ 5G ମୋବାଇଲ, ଏମିତି ଅନେକ ଦାବି 8 ଦଫା ଦାବି ସଂଘ ପକ୍ଷରୁ କରାଯାଇଛି। ଆନ୍ଦୋଳନ ପରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ସକାରାତ୍ମକ ପ୍ରତିଶ୍ରୁତି ପାଇ ସଂଘ ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଙ୍ଗନବାଡ଼ି ଦିଦିମାନଙ୍କର ସମସ୍ତ ଦାବି ପୂରଣ ବହୁ ଜଲ୍ଦି କରିବାକୁ ଯାଉଛନ୍ତି, ଯାହାକି ଯେପର୍ଯ୍ୟନ୍ତ ସରକାରୀକରଣ କରାଯାଏ ନାହିଁ ସେହି ପର୍ଯ୍ୟନ୍ତ 18,000 ଟଙ୍କା ସହିତ ସହାୟିକାମାନଙ୍କୁ 9,000 ଟଙ୍କା ପ୍ରଦାନ କରାଯିବ। ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ କର୍ମୀମାନଙ୍କୁ 3,000 ଏବଂ ସହାୟିକାମାନଙ୍କୁ 2,000 ଟଙ୍କା ବର୍ଦ୍ଧିତ ଦରମା, ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ କାର୍ଯ୍ୟ ପାଇଁ ଅନଲାଇନ୍ରେ ହେଉଥିବା ହେତୁ ସେମାନଙ୍କୁ 5G ମୋବାଇଲ ପ୍ରଦାନ କରାଯିବ। ତେବେ 8 ଦଫା ଦାବି ପୂରଣ ନେଇ ଲୋୟର ପିଏମ୍ଜିରେ ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଆନ୍ଦୋଳନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ସକାରାତ୍ମକ ପ୍ରତିଶ୍ରୁତି ପାଇ ସଂଘ ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ତେବେ ବହୁ ଜଲ୍ଦି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେମାନଙ୍କର ଦାବି ପୂରଣ ଖୁବ୍ ଶୀଘ୍ର କରିବାକୁ ଯାଉଛନ୍ତି।